ଆମେ ଆଜି ବାବାଙ୍କର ମୋର ଯାଇଥିଲୁ ଜଣକ ବାରିକି ପଣସ କାଟିବା ପାଇଁ। ସେ ବାଇରେ ଏତେ ମଶା ଥିଲେ ଠିଆ ହିଁ କରିଦଉନଥିଲେ। ଏଇ 2-3 ଦିନ ହବ ଟିକେ ମେଘ ନଥିଲା ବୋଲି ସକାଳୁ ସକାଳୁ ମୁଁ ଖୁଡି ମାମା ହରିକା ସବୁ ମିଶି ଯାଇଥିଲୁ ଧାନ ବସିବା ପାଇଁ। ଏପଟେ ସକାଳୁ ସକାଳୁ ଖରାଟା ଆସିବା ଭିତରେ ଧାନଟା ଘାଣ୍ଟି ଦେଇକି ଘରକୁ ଯାଇକି ଗରମ ଗରମ ଇପି ଟିକେ ଖାଇସାରିଲା ପରେ ବାହାରି ପଡିଥିଲି ଦୋକାନ ଆଡେ ଯିବା ପାଇଁ। ଆଉ ଏବେ ଆମ ଆଡେ ଯୋଉ ଭଳିଆ ଖରା ହଉଛି ଟୋଟାଲି ହିଁ ବାହାରକୁ ଯିବାକୁ ଇଚ୍ଛା ହଉନଥିଲା। ଯାହାହେଲେ ବି ତ କାମ କରିବାକୁ ପଡିବ ନା। ଏପଟେ ଦୋକାନରେ ପହଞ୍ଚି ସୌଦାପତ୍ର ନେଇ ଆସି ମୁଁ ଘରକୁ ଆସିଲା ବେଳେ ଜେଜେ ମତେ କହିକି ପଠେଇଥିଲେ ଶିମ୍ବ ତୋଳିବା ପାଇଁ ବୋଲି ମୁଁ ସିଧା ଉପରକୁ ଚଢିଲା ବେଳକୁ ଦେଖିଲା ବେଳକୁ ସବୁତକ ଗଛ ମରି ଯାଇଥିଲା। ଯାହା ଯେତିକି ଶିମ୍ବ ହେଇଥିଲା ସବୁ ତୋଳାତୋଳି କରିଦେଇକି ମୁଁ ଘରକୁ ଗଲା ବେଳକୁ ଖୁଡି କହନ୍ତି ଆଜି ମଟନ ତରକାରୀଟା ହଉଛି। ଆଉ ଯେହେତୁ ମୁଁ ଆଇଁଷ ଖାଇନି ଖୁଡି ମତେ ସେଥିପାଇଁ କହନ୍ତି ମଟନ ତରକାରୀଟା ଆଜି ହେଇଛି। ଆଉ ମୁଁ କହିଲି ତମେ ମଟନଟା କରିଥାଅ, ମୁଁ ଖାଲି ପଣସ କଠାଟା ତୋଳି ଦେଇକି ଆଉଛି। ଏପଟେ ମୁଁ ଏତେ କଥା ଗପି ବାବାଙ୍କର ମୋର ପଳେଇ ଯାଇଥିଲୁ ପଣସ କଠା କାଟିବା ପାଇଁ। ଏଠି ପହଞ୍ଚିକି ବାବା ନ ଡେରି କରିକି ପଣସ 6-7ଟା ତଳକୁ ପକେଇଲା ବେଳକୁ ଏ ବାଇରେ ଯୋଉ ଭଳିଆ ମଶା ହଉଥିଲେ ସତେକି ମଣିଷକୁ ଜିଅନ୍ତା ଖାଇଦେବେ। ଗୋଟେ ଗଛରୁ ପଣସ କାଟି ସାରି ଆଉ ଗୋଟେ ଗଛରୁ ସବୁତକ ପଣସ କାଟି ଦେଇକି ଏ ଖରା ଯୋଉ ଭଳିଆ ହଉଥିଲା ମୁଁ ସିଧା ଯାଇ ଗାଧେଇ ପଇଲି। ଆଉ ମୋର ଗୋଟେ ଏମିତିଆ ଗୁଣ ଯେ ମୁଁ ଗାଧେଇ ସାରିଲା ପରେ ମତେ କାଇଁ ଜୋରସେ ଭୋକ କରେ। ମତେ ଭୋକ କରିବାକୁ ଏପଟେ ରୋଷେଇ ବି ସଜାଇଥିଲା। ବାକି ମୁଁ ଆଉ ଡେରି ନ କରି ଖାଇଦେଲି। କିନ୍ତୁ ତମେ ସବସ୍କ୍ରାଇବଟା ଯେମିତି ହେଲେ କରିକି ଯାଅ।